डियर स्टूडेंट्स वेलकम टू आवर क्लास पिला माने आज आम डिस्कसन करिबा ओडिया व्याकरणर किछि प्रश्न। तो आसंतु आरंभ करिबा। प्रथम प्रश्न, निम्न वर्णमानंक मध्यरु उष्ण वर्ण केउंटी? निम्न वर्णमानंक मध्यरु उष्ण वर्ण केउंटी? उष्ण वर्ण केउंटी बोली पचारिछि। उष्ण वर्ण केउंटी हबो? तालबेश। तालबेश होउछि हमरो उष्ण वर्ण। ऑप्शन नंबर बी। तालबेश होउछि उष्ण वर्ण। आगो को जीवा। केउंटी ठीक बाछ। चारिटा दिया है, चारिटा भितरु केउंटा ठीक बोली पचारिछि। तो केउंटा ठीक हबो? कढ़रे कढ़रे कौन भूल अच्छी ना? जो बिंदुटा दिखाई कढ़रे डबारे बिंदुटा दिखाई किंतु प्रथम रे बिंदु रहिबो नाही। प्रथम रे स्टार्टिंग रे बिंदु रहिबोनी, तेणु एटा हबोनी। एटा कौथि डीटा कौथि पई हेलानी? ड रे जो बिंदु लागिछि स्टार्टिंग रे बिंदु लागिबो नाही। स्टार्टिंग रे बिंदु रहिबोनी। ढटा कौन पई हेलानी? ढ रे बिंदु ही नाही। तापरे धड़ी ऑप्शन नंबर सीटा, सीटा रे बिंदु नाही, सीटा भी हबोनी। ताले कोटा हबो? ऑप्शन नंबर ए। 27 कोटा हबो ना? ऑप्शन नंबर ए टा। आगु को जीवा। निम्न ध्वनि मानंकरु केउंटी नासिक ध्वनि नुहे? निम्न ध्वनि मानंकरु केउंटी नासिक ध्वनि नुहे? नासिक ध्वनि केउटा नुहे बोली पचारिछि। नासिक ध्वनि कोटा नुहे? गोटा नुहे। ऑप्शन नंबर ए। गोटा नुहे। नासिक नासिक ध्वनि कोटा नुहे ना गोटा नुहे? ऑप्शन नंबर ए। एगुड़ा सब नासिक ध्वनि। मूर्धन ओ म एगुड़ा नासिक। नासिक कोटा नुहे ना गोटा? ऑप्शन नंबर ए। 25 ऑप्शन नंबर ए। 25 ऑप्शन नंबर ए। आगु जीवा। ज र ळ व एही वर्ण गुड़ी को अंतस्थ वर्ण कहा जाए कहीं? ज र ळ व एही वर्ण गुड़ी को अंतस्थ वर्ण कहा जाए कहीं? ज र ळ व एही वर्ण गुड़ी को अंतस्थ वर्ण कहीं कहा जाए? कहीं कहा जाए? ऑप्शन ए रे कौन कही? एगुड़ी को वर्णमालार शेष रे थाए। एटा हबनी। एगुड़ी को वर्णमालार शेष रे रहिबा कथा ना? कौन सीटी स्थिर नुहे? सी रे कौन देछि?
ଏଗୁଡ଼ିକ ବର୍ଗ ବର୍ଣ୍ଣର ଶେଷରେ ଥାଏ। ଠିକ୍, ଏଇଟା ହେବ ଠିକ୍। କୌଣସିଟି ନୁହେଁ, ଏଇଟା ହେବ। ଅପସନ୍ ନମ୍ବର ସି। ପ୍ରଶ୍ନ କ'ଣ ପଚାରିଥିଲା ନା ଜ ର ଳ ୱ ଏହି ବର୍ଣ୍ଣଗୁଡ଼ିକୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ କାହିଁକି? କାହିଁକି ନା ଏଗୁଡ଼ିକ ବର୍ଗ ବର୍ଣ୍ଣର ଶେଷରେ ଥାଏ। ଜ ର ଳ ୱ ଏଗୁଡ଼ିକ ବର୍ଗ ବର୍ଣ୍ଣର ଶେଷରେ ରହିଥାଏ। ଅପସନ୍ ନମ୍ବର ସି। ଜ ର ଳ ୱ ଏହି ବର୍ଣ୍ଣଗୁଡ଼ିକୁ ଅନ୍ତସ୍ଥ ବର୍ଣ୍ଣ କାହିଁକି କୁହାଯାଏ? କାହିଁକି ନା ଏଗୁଡ଼ିକ ବର୍ଗ ବର୍ଣ୍ଣର ଶେଷରେ ଥାଏ। ଅପସନ୍ ନମ୍ବର ସି। ଆଗକୁ ଯିବା। ବର୍ଗ ବ୍ୟଞ୍ଜନ କେତୋଟି? ବର୍ଗ ବ୍ୟଞ୍ଜନ କେତୋଟି? କେତୋଟି? 25ଟି। ଅପସନ୍ ନମ୍ବର ଏ। ବର୍ଗ ବ୍ୟଞ୍ଜନ କେତୋଟି? ବର୍ଗ ବ୍ୟଞ୍ଜନ କେତୋଟି? ବର୍ଗ ବ୍ୟଞ୍ଜନ ହେଉଛି 25ଟି। ଅପସନ୍ ନମ୍ବର ଏ। ଆଗକୁ ଯିବା। କରୁଥାଇ ଦନ୍ତ୍ୟବର୍ଣ୍ଣ ଉଚ୍ଚାରଣ ଏହା ପଢ଼ାଇବା ବେଳେ ଆମେ କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା? କରୁଥାଇ ଦନ୍ତବର୍ଣ୍ଣ ଉଚ୍ଚାରଣ ଏହା ପଢ଼ାଇବା ବେଳେ ଆମେ କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା? କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା? ନା ତ, ଥ, ଦ, ଧ, ଦନ୍ତେନ। ଏହି ବର୍ଣ୍ଣକୁ ନିର୍ଦ୍ଦେଶ କରିବା। କରୁଥାଇ ଦନ୍ତ୍ୟବର୍ଣ୍ଣ ଉଚ୍ଚାରଣ ଏହା ପଢ଼ାଇବା ବେଳେ ଆମେ କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା? ନା ତ, ଥ, ଦ, ଧ, ଦନ୍ତେନ ଏହି ବର୍ଣ୍ଣକୁ ନିର୍ଦ୍ଦେଶ କରିବା। ଅପସନ୍ ନମ୍ବର ଡି। ଆଗକୁ ଯିବା। କ, ଚ, ଟ, ତ, ପ ଏଥିରୁ ତାଲବ୍ୟ ବର୍ଣ୍ଣ କେଉଁଟି? କ, ଚ, ଟ, ତ, ପ ଏଥିରୁ ତାଲବ୍ୟ ବର୍ଣ୍ଣ କେଉଁଟି ବୋଲି ପଚାରିଛି। ତାଲବ୍ୟ ବର୍ଣ୍ଣ କେଉଁଟି? ନା ଚ। ଚ ହେଉଛି ତାଲବ୍ୟ ବର୍ଣ୍ଣ। ଅପସନ୍ ନମ୍ବର ବି। ଠିକ୍ ଅଛି, ଆଗକୁ ଯିବା। ଫୁସ୍ଫୁସ୍ରୁ ଆସୁଥିବା ବାୟୁ ନିର୍ଗତ ହେବା ବେଳେ ମୁଖର ଯେଉଁ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ କ'ଣ ବୋଲି କୁହାଯାଏ? ଫୁସ୍ଫୁସ୍ରୁ ଆସୁଥିବା ବାୟୁ ନିର୍ଗତ ହେବା ବେଳେ ମୁଖର ଯେଉଁ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ କ'ଣ ବୋଲି କୁହାଯାଏ? ନା କଥନ ଅଙ୍ଗ ବୋଲି କୁହାଯାଏ। ଅପସନ୍ ନମ୍ବର ଡି, କଥନ ଅଙ୍ଗ। ଫୁସ୍ଫୁସ୍ରୁ ଆସୁଥିବା ବାୟୁ ନିର୍ଗତ ହେବା ବେଳେ ମୁଖର ଯେଉଁ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ କ'ଣ ବୋଲି କୁହାଯାଏ? ନା କଥନ ଅଙ୍ଗ ବୋଲି କୁହାଯାଏ। ଅପସନ୍ ନମ୍ବର ଡି। ଆଗକୁ ଯିବା। ବ୍ୟଞ୍ଜନ ବର୍ଣ୍ଣର
ସାଙ୍କେତିକ ରୂପକୁ କ'ଣ ବୋଲି କୁହାଯାଏ? ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ ବୋଲି କୁହାଯାଏ? ଫଳା ବୋଲି କୁହାଯାଏ। ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ ବୋଲି କୁହାଯାଏ? ନା ଫଳା ବୋଲି କୁହାଯାଏ। ଅପସନ୍ ନମ୍ବର ଏ। ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଫଳା ବୋଲି କୁହାଯାଏ। ଅପସନ୍ ନମ୍ବର ଏ। ଆଗକୁ ଯିବା ପରବର୍ତ୍ତୀ ପ୍ରଶ୍ନ। ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ ବୋଲି କୁହାଯାଏ? ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ ବୋଲି କୁହାଯାଏ? ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା ବୋଲି କୁହାଯାଏ। ଅପସନ୍ ନମ୍ବର ବି। ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା ବୋଲି କୁହାଯାଏ। ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ ବୋଲି କୁହାଯାଏ? ନା ମାତ୍ରା ବୋଲି କୁହାଯାଏ। ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ କ'ଣ ବୋଲି କୁହାଯାଏ? ନା ମାତ୍ରା ବୋଲି କୁହାଯାଏ। ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା କୁହାଯାଏ ଆଉ ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଫଳା ବୋଲି କୁହାଯାଏ। ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା ବୋଲି କୁହାଯାଏ ଆଉ ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଫଳା ବୋଲି କୁହାଯାଏ। ଠିକ୍ ଅଛି। ଆଗକୁ ଯିବା ପରବର୍ତ୍ତୀ ପ୍ରଶ୍ନ। ଦୀର୍ଘରୁ ଶିକ୍ଷା ଦେବାର ସପକ୍ଷ ଯୁକ୍ତିଟି କ'ଣ? ଦୀର୍ଘରୁ ଶିକ୍ଷା ଦେବାର ସପକ୍ଷ ଯୁକ୍ତିଟି କ'ଣ? ସପକ୍ଷ ଯୁକ୍ତି ମାନେ ପଜିଟିଭଲି ଲେଖା ହେଇଥିବ, ନେଗେଟିଭ୍ ନଥିବ। ଦୀର୍ଘରୁ ଶିକ୍ଷା ଦେବାର ସପକ୍ଷ ଯୁକ୍ତିଟି କ'ଣ? ଅପସନ୍ ନମ୍ବର ଏରେ ଦେଖିବା, ଏହା ଏକ ସରଳ ଲିପି ନୁହେଁ। ନେଗେଟିଭ୍ ଲେଖା ହେଇଛି, ତାମାନେ ଏଇଟା ହେବନି। ଅପସନ୍ ବିରେ କ'ଣ ଲେଖା ହେଇଛି? ନା ଏଥିରେ ଓଡ଼ିଆରେ ଶବ୍ଦ ନାହିଁ। ଏଇଟା ବି ନେଗେଟିଭ୍ ଲେଖା ହେଇଛି, ତାମାନେ ହେବନି। କ୍ୱେଶ୍ଚନରେ କ'ଣ ପଚାରିଛି ନା ଦୀର୍ଘରୁ ଶିକ୍ଷା ଦେବାର ସପକ୍ଷ ଯୁକ୍ତିଟି କ'ଣ ବୋଲି ପଚାରିଛି। ସପକ୍ଷ ମାନେ ପଜିଟିଭଲି ଲେଖା ହେଇଥିବ ନା। ଅପସନ୍ ଏରେ ଲେଖା ହେଇଛି ନା ଏହା ଏକ ସରଳ ଲିପି ନୁହେଁ, ନେଗେଟିଭ୍ ଲେଖା ହେଇଛି। ବିରେ କ'ଣ ଲେଖା ହେଇଛି ନା ଏଥିରେ ଓଡ଼ିଆରେ ଶବ୍ଦ ନାହିଁ, ଏଟା ବି ନେଗେଟିଭ୍ ଲେଖା ହେଇଛି। ଅପସନ୍ ସି ଆଉ ଡି ଦେଖିବା। ଅପସନ୍ ସିରେ ଲେଖା ହେଇଛି ଏହାର ମାତ୍ରା ରୂପ ଓଡ଼ିଆରେ ବ୍ୟବହୃତ, ଏଇଟା ପଜିଟିଭ୍ ଲେଖା ହେଇଛି। ଡିଟା ଦେଖିବା, ଏହାକୁ ଅନେକ ଦିନରୁ ଉଠାଇ ଦିଆଯାଇଛି, ଏଇଟା ତ ନେଗେଟିଭ୍ ଲେଖା ହେଇଛି। ଏହାକୁ ଅନେକ ଦିନରୁ ଉଠାଇ ଦିଆଯାଇଛି, ଏଇଟା ନେଗେଟିଭ୍ ଲେଖା ହେଇଛି। ତାମାନେ ସିଟା ହେବ, ସିଟା ସପକ୍ଷରେ ଲେଖା ହେଇଛି। ଏହାର ମାତ୍ରା ରୂପ ଓଡ଼ିଆରେ ବ୍ୟବହୃତ, ଏହାର ମାତ୍ରା ରୂପ ଓଡ଼ିଆରେ ବ୍ୟବହୃତ, ଏଇଟା ସପକ୍ଷରେ ଲେଖା ହେଇଛି। ତେଣୁକରି ଅପସନ୍ ସି, ଅପସନ୍ ସିଟା ସଠିକ୍ ଉତ୍ତର ହେବ। ଏହାର ମାତ୍ରା ରୂପ ଓଡ଼ିଆରେ ବ୍ୟବହୃତ, ଅପସନ୍ ସିଟା ପଜିଟିଭଲି ଲେଖା ହେଇଛି, ସପକ୍ଷରେ ଲେଖା ହେଇଛି। ତେଣୁ ଅପସନ୍ ନମ୍ବର ସି, ଏହାର ମାତ୍ରା ରୂପ ଓଡ଼ିଆରେ ବ୍ୟବହୃତ। ଠିକ୍ ଅଛି ପିଲାମାନେ, ଆଜିର କ୍ଲାସ୍ଟିକୁ ଏଇଠି ରଖିବା। ପଢ଼ା ଜାରି ରଖନ୍ତୁ। ଧନ୍ୟବାଦ।